ଦମୟନ୍ତୀ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ମୁଁ ନେଟ୍ ସିଲାବସ୍ ୱାଇଜ୍ ଆଲୋଚନା କରୁଥିଲି। ଏବେ ଆଲୋଚନା କରିବି ଅତ୍ୟାଧୁନିକ କବିତା ଓ କାବ୍ୟ କାରିଗଣ। ଅତ୍ୟାଧୁନିକ ଯୁଗର କବିତା ଓ କାବ୍ୟ କାରିଗଣ। ପ୍ରଥମେ ଆସୁଛନ୍ତି ବିନୋଦ ଚନ୍ଦ୍ର ନାୟକ। ତାଙ୍କର କବିତା ଗୁଡ଼ିକ ହେଉଛି ହେମନ୍ତୀ, ଚନ୍ଦ୍ର ଓ ତାରା, ନୀଳଚନ୍ଦ୍ରର ଉପତ୍ୟକା, ଇଳାବୃତ, ନନ୍ଦାଦେବୀ, ସରୀସୃପ, ସାତ ତାରାର ଦ୍ୱୀପ, ପହଳା ଦ୍ୱୀପର ଉପନ୍ୟାସ ହେଉଛି ଅନ୍ୟ ଏକ ଅସରପୀ। ବିନୋଦ ଚନ୍ଦ୍ର ନାୟକଙ୍କର କବିତା ଗୁଡ଼ିକ ହେଉଛି ହେମନ୍ତୀ, ଚନ୍ଦ୍ର ତାରାର ଦ୍ୱୀପ, ନୀଳଚନ୍ଦ୍ରର ଉପତ୍ୟକା, ଇଳାବୃତ, ନନ୍ଦାଦେବୀ, ସରୀସୃପ, ସାତ ତାରାର ଦ୍ୱୀପ। ନେକ୍ସଟ ଗୁରୁପ୍ରସାଦ ମହାନ୍ତି। ଗୁରୁପ୍ରସାଦ ମହାନ୍ତିଙ୍କର କବିତା ଗୁଡ଼ିକ ନୂତନ କବିତା, ସମୁଦ୍ର ସ୍ନାନ, ଅଳକା ସାନ୍ୟାଲ, ଗୁରୁପ୍ରସାଦ ମହାନ୍ତିଙ୍କର କବିତା ଗୁଡ଼ିକ ନୂତନ କବିତା, ସମୁଦ୍ର ସ୍ନାନ, ଅଳକା ସାନ୍ୟାଲ। ଗୁରୁପ୍ରସାଦ ମହାନ୍ତିଙ୍କ ଉପନ୍ୟାସ ଗୁଡ଼ିକ କାଳପୁରୁଷ, ଆଶ୍ଚର୍ଯ୍ୟ ଅଭିସାର, ପାଷାଣପୁରୀର ରତ୍ନ, ଯେ ଦେଶେ ଯାଇ, ମୋହନ ବଂଶୀ, ଅଶ୍ରୁ ତର୍ପଣ, କହେ ଶାଲବଗ ହୀନ। ବେଣୁଧର ରାଉତଙ୍କର କବିତା ଗୁଡ଼ିକ ପିଙ୍ଗଳାର ସୂର୍ଯ୍ୟ, କଳା ମେଣ୍ଢା, ପ୍ରବନ୍ଧ ପରିଚୟ, ମଳୟର ଆତ୍ମହତ୍ୟା। ଗୁରୁପ୍ରସାଦ ମହାନ୍ତିଙ୍କର କବିତା ଗୁଡ଼ିକ ନୂତନ କବିତା, ସମୁଦ୍ର ସ୍ନାନ, ଧଳା ଶାଲବେଗ। ଉପନ୍ୟାସ ଗୁଡ଼ିକ ହେଉଛି କାଳପୁରୁଷ, ଆଶ୍ଚର୍ଯ୍ୟ ଅଭିସାର, ପାଷାଣପୁରୀର ଲଗ୍ନ, ଯେ ଦେଶେ ଯାଇ, ମୋହନ ବଂଶୀ, ଅଶ୍ରୁ ତର୍ପଣ, କହେ ଶାଲବଗ ହୀନ। ନେକ୍ସଟ ବେଣୁଧର ରାଉତ। ବେଣୁଧର ରାଉତଙ୍କର କବିତା ଗୁଡ଼ିକ ପିଙ୍ଗଳାର ସୂର୍ଯ୍ୟ, କଳା ମେଣ୍ଢା, ପ୍ରବନ୍ଧ ପରିଚିତି, ମଳୟର ଆତ୍ମହତ୍ୟା, ଅଟ ପକ୍ଷୀର ଚରିତ। ନେକ୍ସଟ ଜଗନ୍ନାଥ ଦେବ ବର୍ମା। ଜଗନ୍ନାଥ ଦେବ ବର୍ମାଙ୍କର କବିତା ଗୁଡ଼ିକ ଉତ୍କଳିକା, ନୀଳୋତ୍ପଳା, ଛନ୍ଦ ଯାଇଛି ହଜି, ଧୂସର ବନ୍ୟାର ଦୁଇଟି ଫୁଲ, ଗଳ୍ପ ଉପନ୍ୟାସ। ଜଗନ୍ନାଥ ଦେବ ବର୍ମାଙ୍କର କବିତା ଗୁଡ଼ିକ ଉତ୍କଳିକା, ନୀଳୋତ୍ପଳା, ଛନ୍ଦ ଯାଇଛି ହଜି, ଧୂସର ବନ୍ୟାର ଦୁଇଟି ଫୁଲ, ଗଳ୍ପ ଉପନ୍ୟାସ। ଜଗନ୍ନାଥ ଦେବ ବର୍ମାଙ୍କର କବିତା ଗୁଡ଼ିକ ହେଉଛି ସପନ ତରୀ, ନାଦଶ୍ରୀ, ସ୍ମୃତି, ଭଗ୍ନ ବେହୁଲା, ଉଷାର ନିଷାଦ, ଶିଳା ପ୍ରସାରେ, ହଂସ କବିତା, ବିପ୍ଳବୀ ଗୋପବନ୍ଧୁ। ଜଗନ୍ନାଥ ଦେବ ବର୍ମାଙ୍କ କବିତା ଗୁଡ଼ିକ ହେଉଛି ସପନ ତରୀ, ନାଦଶ୍ରୀ, ସ୍ମୃତି, ଭଗ୍ନ ବେହୁଲା, ଉଷାର ନିଷାଦ, ଶିଳା ପ୍ରସାର, ହଂସ କବିତା, ବିପ୍ଳବୀ ଗୋପବନ୍ଧୁ। ଚିନ୍ତାମଣି ବେହେରା। ଚିନ୍ତାମଣି ବେହେରାଙ୍କର କବିତା ଗୁଡ଼ିକ ଶ୍ଵେତପଦ୍ମ, ସ୍ୱସ୍ତିକା, ନୂତନ ସ୍ୱାକ୍ଷର, ହେ ବୈଦେହୀ ଭୁଲିଯାଅ, ନୀଳ ଲୋହିତ,
ତୃତୀୟ ଚକ୍ଷୁ। ଚିନ୍ତାମଣି ବେହେରାଙ୍କର କବିତା ସେତୁପଦ୍ମା ସ୍ୱସ୍ତିକା ନୂତନ ସାକ୍ଷର। ହେ ବୈଦେହୀ ଭୁଲିଯାଅ ନୀଳ ଲୋହିତ ତୃତୀୟ ଚକ୍ଷୁ। ସମାଲୋଚନା ଚିନ୍ତାମଣି ବେହେରାଙ୍କ ସମାଲୋଚନା କାବ୍ୟ ଓ କଳାକାର ଆଧୁନିକତାର କଖ ଓ ବିଦଗ୍ଧ ପାଠକ। ରବି ସିଂହଙ୍କ କବିତା ପଥପ୍ରାନ୍ତର କବିତା ଚରମପତ୍ର ଶିଥିଳ ବଲ୍ଗା ଲାଲ ଘୋଡ଼ାର ପ୍ରେତ ଭ୍ରୁକୁଟି ଅନାର୍ଯ୍ୟର ଚର୍ଯାପଦ। ରବି ସିଂହଙ୍କର କବିତା ପଥପ୍ରାନ୍ତର କବିତା ଚରମପତ୍ର ଶିଥିଳ ବଲ୍ଗା ଲାଲ ଘୋଡ଼ାର ପ୍ରେତ ଭ୍ରୁକୁଟି ଅନାର୍ଯ୍ୟର ଚର୍ଯାପଦ। ବିପିନ ବିହାରୀ ଖମାରୀଙ୍କର କବିତା ମାନସୀ ସହଯୋଗୀର ଚିଠି ଆଲବମ୍ ନୀଳପତ୍ର ଶୁଣ ସଭାଜନେ। ବିପିନ ବିହାରୀ ଖମାରୀଙ୍କର କବିତା ମାନସୀ ସହଯୋଗୀର ଚିଠି ଆଲବମ୍ ନୀଳପତ୍ର ଶୁଣ ସଭାଜନେ। ବିପିନ ବିହାରୀ ଖମାରୀଙ୍କର ଭ୍ରମଣ କାହାଣୀ ଅଷ୍ଟ୍ରେଲିଆ ଅନୁଭୂତି କାଶ୍ମୀର ଅନୁଭୂତି। ନେକ୍ସଟ ରମାକାନ୍ତ ରଥ। ରମାକାନ୍ତ ରଥଙ୍କର କବିତା କେତେ ଦିନର ଅନେକ କୋଠରୀ ସନ୍ଦିଗ୍ଧ ମୃଗୟା ଶ୍ରୀରାଧା ପଳାତକ ସପ୍ତମ ଋତୁ ସଚିତ୍ର ଅନ୍ଧାର ସୀମାନ୍ତ ବାସ ଫେରି ଚାହିଁଲେ ସବୁଦିନ ସେ ପାଖେ ଧର୍ମପଦର ଆତ୍ମହତ୍ୟା ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ। ରମାକାନ୍ତ ରଥ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ। କୁନ୍ତଳା କୁମାରୀ ସାବତ ଚିତ୍ରପଟ ନୋବେଲ ପ୍ରାଇଜ୍ ପାଇଥିଲେ ଅସମ୍ପୂର୍ଣ୍ଣ। ସଚିତ୍ର ଅନ୍ଧାର ନେକ୍ସଟ ଆଧୁନିକ ଓଡ଼ିଆ ସାହିତ୍ୟର ଦିଗଦର୍ଶନ ନଟବର ସାମନ୍ତରାୟ। ନେକ୍ସଟ କମଳାକାନ୍ତ ଲେଙ୍କାଙ୍କ କବିତା ସୁନା ଫସଲ ତୃତୀୟ ପ୍ରତୀତି ଉତ୍ତରଣ ସ୍ମରଣ ବିସ୍ମରଣ କବିତାର ମୋହ। ନେକ୍ସଟ ବ୍ରଜନାଥ ରଥଙ୍କର କବିତା ମରୁଗଲାପ ନିଃଶବ୍ଦ ପ୍ରତିବାଦ ସଭ୍ୟତାରୁ ସୀତାକାନ୍ତ ମହାପାତ୍ରଙ୍କ କବିତା ଦୀପ୍ତି ଅଦିତି ଅଷ୍ଟପଦୀ ଶବ୍ଦର ଆକାଶ। ସୀତାକାନ୍ତ ମହାପାତ୍ରଙ୍କ କବିତା ଦୀପ୍ତି ଅଦିତି ଅଷ୍ଟପଦୀ ଶବ୍ଦର ଆକାଶ। ଶେଷୋକ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ଶେଷୋକ୍ତ ପାଇଁ। ନେକ୍ସଟ ବିଭୁଦତ୍ତ ମିଶ୍ରଙ୍କ କବିତା ଉର୍ବଶୀର ଚିଠି 100ଟି ସୋନେଟ ହେ ସାରଥୀ ରଥରଖ। ବିଭୁଦତ୍ତ ମିଶ୍ରଙ୍କ କବିତା ଉର୍ବଶୀର ଚିଠି 100ଟି ସୋନେଟ ହେ ସାରଥୀ ରଥରଖ। ପ୍ରସନ୍ନ କୁମାର ମିଶ୍ରଙ୍କର କବିତା ରତ୍ନଦୀପର ମାଝି ବସନ୍ତର ଶେଷ ଅଦୃଶ୍ୟ ସଙ୍ଗମ। ବଢ଼ି ପାଣିରେ ଦାନ୍ତ ଅସୁର ନିଜକୁ ରାଧା ମନେକରି ପବନର
ଫଟକା। ନେକ୍ସଟ ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କର କବିତା ସ୍ମୃତି ଗୋଟିଏ ଆତ୍ମାର ଅନ୍ୟ ଦୀପ ଋତୁ ଓ ଅନ୍ୟ କବିତା ତାର ସପ୍ତକ ଏକାକୀ ନାବିକ ଭୂମା ଦୁଇଟି ସାମୁଦ୍ରିକ ପକ୍ଷୀ। ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କ କବିତା ସ୍ମୃତି ଗୋଟିଏ ଆତ୍ମାର ଅନ୍ୟ ଦୀପ ଋତୁ ଓ ଅନ୍ୟ କବିତା ତାର ସପ୍ତକ ଏକାକୀ ନାବିକ ଭୂମା। ନେକ୍ସଟ ସୌଭାଗ୍ୟ କୁମାର ମିଶ୍ର। ସୌଭାଗ୍ୟ କୁମାର ମିଶ୍ରଙ୍କର କବିତା ଆତ୍ମନେପଦୀ ମଧ୍ୟପଲ୍ଲବୀ। ଆତ୍ମନେପଦୀ ମଧ୍ୟପଲ୍ଲବୀ ନଈ ପହଁରା ଅନ୍ଧ ମହୁମାଛି ବ୍ରଜନାଥ ବଜ୍ରଦାନ। ନେକ୍ସଟ ରାଜକିଶୋର ପଣ୍ଡା। ରାଜକିଶୋର ପଣ୍ଡାଙ୍କ କବିତା ଗୌଣ ଦେବତା ଅନବତାର ନିଜ ପାଇଁ ନାନା ବାୟା କବିତା ଅନ୍ୟା ଶତଦ୍ରୁ ଅନେକ। ନେକ୍ସଟ ଆଧୁନିକ ଓଡ଼ିଆ ସାହିତ୍ୟର ଦିଗଦର୍ଶନ ନଟବର ସାମନ୍ତରାୟ। ନେକ୍ସଟ ଆଧୁନିକ ଓଡ଼ିଆ ସାହିତ୍ୟର ଦିଗଦର୍ଶନ ନଟବର ସାମନ୍ତରାୟ। ପ୍ରାଚୀନ ଓଡ଼ିଆ ସାହିତ୍ୟ ପଞ୍ଚସଖା ଓଡ଼ିଆ ସାହିତ୍ୟ ଦେବେନ୍ଦ୍ରନାଥ ମହାନ୍ତି। ପ୍ରାଚୀନ ଓଡ଼ିଆ ସାହିତ୍ୟ ପଞ୍ଚସଖା ଓଡ଼ିଆ ସାହିତ୍ୟ ଦେବେନ୍ଦ୍ରନାଥ ମହାନ୍ତି। କଳା ଓ କଳାକାର ଜାନକୀ ବଲ୍ଲଭ ମହାନ୍ତି। କଳା ଓ କଳାକାର ଜାନକୀ ବଲ୍ଲଭ ମହାନ୍ତି। କାବ୍ୟ ଓ କଳାକାର ଚିନ୍ତାମଣି ବେହେରା। କାବ୍ୟ ଓ କଳାକାର ଚିନ୍ତାମଣି ବେହେରା। ଓଡ଼ିଆ ଲୋକଗୀତ ଓ କାହାଣୀ କୁଞ୍ଜ ବିହାରୀ ଦାସ। ଓଡ଼ିଆ ଲୋକଗୀତ ଓ କାହାଣୀ କୁଞ୍ଜ ବିହାରୀ ଦାସ। ସାହିତ୍ୟ ସମୀକ୍ଷା କାହ୍ନୁଚରଣ ମିଶ୍ର। ସାହିତ୍ୟ ସମୀକ୍ଷା କାହ୍ନୁଚରଣ ମିଶ୍ର। ପ୍ରବନ୍ଧାବଳୀ ଶ୍ୟାମସୁନ୍ଦର ରାଜଗୁରୁ। ପ୍ରବନ୍ଧାବଳୀ ଶ୍ୟାମସୁନ୍ଦର ରାଜଗୁରୁ। ଆଧୁନିକ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା କୁଞ୍ଜ ବିହାରୀ ଦାସ। ଆଧୁନିକ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା କୁଞ୍ଜ ବିହାରୀ ଦାସ। ଶିଳା ଓ ଶାଳଗ୍ରାମ ଜୀବନ ବିଦ୍ୟାଳୟ ନେପାଳ ପଥେ ସାଗର ପଥେ। ନେକ୍ସଟ ଗୋଦାବରୀଶ ମହାପାତ୍ର। ଗୋଦାବରୀଶ ମହାପାତ୍ରଙ୍କର କବିତା ଟିପେନ୍ ପୁଅ ବାରଉଣୀ ଯାହା ପାଇଁ ଯିଏ ଜନମ ଆଖଡ଼ା ଦଳ ରାମହିମା। ସାତକୋଡ଼ି ହତା। ସାତକୋଡ଼ି ହତାଙ୍କର କବିତା
ସାୟନରା ଶୋଷ, ନୀଳମଣି ବିଦ୍ୟାରତ୍ନ, ସମୟର ନେକ୍ସଟ କାହ୍ନୁଚରଣ ମହାନ୍ତି, ତଥାସ୍ତୁ, କହିବାକୁ ଲାଜ, ପରକ୍ରିୟା, ନନ୍ଦିନୀ ଶତପଥୀ, ଅନ୍ୟାନ୍ୟ କବିତା। ନେକ୍ସଟ କବି ଶେଖର ଚନ୍ଦ୍ରମଣି ମହାନ୍ତି। କବି ଶେଖର ଚନ୍ଦ୍ରମଣି ମହାନ୍ତିଙ୍କର କବିତା ରୂପା ଚୁଡ଼ି, ଟଙ୍କା ଗଛ, ଜୁମଳ ମଠ, ବୁଲା ଫକୀର, ଶନି ସପ୍ତା, ରକ୍ତଦାନ, ରାମଚନ୍ଦ୍ର, ବଜ୍ରପ୍ରହାର, କଟକରେ ଚାରିଦିନ, କଠୋର ପ୍ରତିଶୋଧ, ଫେରନ୍ତା ଯାତ୍ରୀ, ଯୋଗବିଦ୍ୟା। କବି ଶେଖର ଚିନ୍ତାମଣି ମହାନ୍ତିଙ୍କର ରଚନା ରୂପା ଚୁଡ଼ି, ଟଙ୍କା ଗଛ, ଯୁଗଳ ମଠ, ବୁଲା ଫକୀର, ଶନି ସପ୍ତା, ରକ୍ତଦାନ, ରାମଚନ୍ଦ୍ର, ବଜ୍ରପ୍ରହାର, କଟକରେ ଚାରିଦିନ, କଠୋର ପ୍ରତିଶୋଧ, ଫେରନ୍ତା ଯାତ୍ରୀ, ଯୋଗବିଦ୍ୟା। ଶତଗୁଡ଼ି ହତାଙ୍କର କବିତା ବ୍ୟାକୁଳ ହୃଦୟ, ସୂର୍ଯ୍ୟ ଉଇଁଲେ ସ୍ୱପ୍ନ, ଏତେ ସ୍ୱପ୍ନ ଏତେ ଆଲୋକ, ସ୍ୱପ୍ନ ଶିଉଳି, ସାୟନର ଶୋଭା। ନେକ୍ସଟ କାହ୍ନୁଚରଣ, ସ୍ୱପ୍ନ ନା ସତ୍ୟ, ଉଦଣ୍ଡି, ଭଲ ପାଇବାର ଶେଷ କଥା, ବନ ଗହନର ତଳେ, ଦୁନିଆର ଦାଉ, ଅଭିନେତ୍ରୀ। କାହ୍ନୁଚରଣଙ୍କର କବିତା ସ୍ୱପ୍ନ ନା ସତ୍ୟ, ଉଦଣ୍ଡି, ଭଲ ପାଇବାର ଶେଷ କଥା, ବନଗହନର ତଳେ, ଦୁନିଆର ଦାଉ, ଅଭିନେତ୍ରୀ। ବିନାୟକ ମିଶ୍ରଙ୍କ କବିତା ଓଡ଼ିଆ ଭାଷାର ଭୂତ, ଓଡ଼ିଆ ଭାଷାର ପୁରାତତ୍ତ୍ୱ, ଓଡ଼ିଆ ଭାଷାର ଓଡ଼ିଆ ସାହିତ୍ୟର ଇତିହାସ। ନେକ୍ସଟ ଜ୍ଞାନେନ୍ଦ୍ର ବର୍ମାଙ୍କର କବିତା ଶତାବ୍ଦୀର ସ୍ୱପ୍ନଭଙ୍ଗ, ଜୀବନରେ ଛନ୍ଦ, ମା, ତିନୋଟି ହୃଦୟର କାହାଣୀ, ଅରଣ୍ୟର ଖୋଜଟିକା, ଏଲୋରା ଛାୟାପଥ, ଲାଲ ଘୋଡ଼ା, ମଧ୍ୟାହ୍ନ, ନେକ୍ସଟ ଐଶ୍ୱର୍ଯ୍ୟ ଉପନିବେଶ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଚନ୍ଦ୍ରଶେଖର ରଥ।
ଅସୂର୍ଯ୍ୟ ଉପନିବେଶ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ନେକ୍ସଟ ରାଧାନାଥ ରଥଙ୍କର କବିତା ଭଲ ପାଇବାର ଆଜି କଥା ସାଗର ସନ୍ନ୍ୟାସୀ ଭବିଷ୍ୟହୀନ ସମ୍ପର୍କ ମନ ଅରଣ୍ୟ ରସ ହଜିଲା ହଜିଲା ଛାଇ ଅକୁହା କଥା ନେକ୍ସଟ କମଳଲୋଚନ ମହାନ୍ତିଙ୍କର କବିତା ଖାଲି ମିଛ କଥା ଆମ ଗାଁ ପ୍ରତାରଣା ଦ୍ୱିବେଦୀ ଭାରତ ଛାଡ଼ ଆନ୍ଦୋଳନ ପ୍ରେକ୍ଷାପଟର ନେକ୍ସଟ ସତ୍ୟନାରାୟଣ ରାଜଗୁରୁଙ୍କର କବିତା ଓଡ଼ିଆ ଲିପିର ସତ୍ୟନାରାୟଣ ରାଜଗୁରୁଙ୍କ ରଚନା ଓଡ଼ିଆ ଲିପିର କ୍ରମ ବିକାଶ ବଂଶୀଧର ମହାନ୍ତିଙ୍କର ରଚନା ସାହିତ୍ୟ ଓ ସଂସ୍କୃତି ଓଡ଼ିଆ ଭାଷାରେ ଓଡ଼ିଆ ବେଣୀଧର ମହାନ୍ତିଙ୍କର ରଚନା ସାହିତ୍ୟ ଓ ସଂସ୍କୃତି ଓଡ଼ିଆ ଭାଷା ତତ୍ତ୍ୱର ଭୂମିକା ଓଡ଼ିଶାର ବୌଦ୍ଧ ଧର୍ମ ଓଡ଼ିଶାରେ ଆଦିବାସୀ ସଂସ୍କୃତି ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମ ବିକାଶ ଓଡ଼ିଆ ଭାଷାର ଆନ୍ଦୋଳନ ଓଡ଼ିଆ ସାହିତ୍ୟକୁ ଆର୍ତ ବଲ୍ଲଭ ମହାନ୍ତିଙ୍କର ଦାନ ନେକ୍ସଟ ଗଗନେନ୍ଦ୍ର ମିଶ୍ରଙ୍କର ରଚନା ଜନସ୍ମୃତି କାଞ୍ଚି କାବେରୀ ଓଡ଼ିଆ ଭାଷାର ସୁରକ୍ଷା ନେକ୍ସଟ ଅନ୍ତର୍ଯ୍ୟାମୀ ମିଶ୍ରଙ୍କର ରଚନା ଓଡ଼ିଆ ଭାଷା ଜାତୀୟତା ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା ପୁଣ୍ୟପୀଠରେ କବିଲାସ ମୋ ସୃଷ୍ଟିରେ ଓଡ଼ିଆ ପରମାନନ୍ଦ ଆଚାର୍ଯ୍ୟଙ୍କ ରଚନା ଭୁବନେଶ୍ୱର ଶିଳାଲିପି ପରମାନନ୍ଦ ଆଚାର୍ଯ୍ୟଙ୍କର ରଚନା ଭୁବନେଶ୍ୱର ଶିଳାଲିପି ନବୀନ କୁମାର ସାହୁଙ୍କର ରଚନା ଓଡ଼ିଶାରେ ବୌଦ୍ଧ ସଂସ୍କୃତି ଦୋଳଗୋବିନ୍ଦ ଶାସ୍ତ୍ରୀଙ୍କ ରଚନା ନାଥ ଧର୍ମ ଓ ଦର୍ଶନ କୃପାସିନ୍ଧୁ ମିଶ୍ରଙ୍କର ରଚନା ଉତ୍କଳ ଇତିହାସ ତାରିଣୀ ଚରଣ ରଥଙ୍କର ରଚନା ଉତ୍କଳ ସାହିତ୍ୟର ଇତିହାସ ଅଲୋକଗଳ୍ପ ଦ୍ୱାରକା ଦାସଙ୍କ ରଚନା ପରଚି ଗୀତ କୃପାସିନ୍ଧୁ ଦାସଙ୍କର ରଚନା ବ୍ରଜ ବିହାର ବୃନ୍ଦାବନ ଦାସଙ୍କ ରଚନା ରସବାରିଧି ଚୈତନ୍ୟ ଭାଗବତ ଦୀନବନ୍ଧୁ ରାଜ ହରିଚନ୍ଦନଙ୍କ ରଚନା ଶ୍ରୀ ରାଧା ବିଳାସ କେଶବ ରାଜା ହରିଚନ୍ଦନଙ୍କ ରଚନା ରସ ସିନ୍ଧୁ ସୁଲକ୍ଷଣ ପାର୍ଥୀ ଶ୍ରୀଚନ୍ଦନ କଳାବତୀ ଅନନ୍ତ ପଦ୍ମନାଭ ପ୍ରଭାବତୀ
ପଦ୍ମନାଭ ଶ୍ରୀଚନ୍ଦନ। ପୁରୁଷୋତ୍ତମ ସଭାପତି। ଉପେନ୍ଦ୍ର ଭଞ୍ଜ। ଭାବବତୀ ଚିତ୍ରରେଖା। ରଘୁନାଥ ଲୀଳାବତୀ। ଅଭିମନ୍ୟୁ ସାମନ୍ତ ସିଂହାର ରସବତୀ ପ୍ରେମକଳା। ନେକ୍ସଟ ଦେଖିବା ନାଟକ ରାମକୃଷ୍ଣ ପଟ୍ଟନାୟକ ପ୍ରହ୍ଲାଦ ନାଟକ। ଆଜିର ଆଲୋଚନା ଏତିକି ସମାପ୍ତ କରିବା। ପରବର୍ତ୍ତୀ ଭିଡ଼ିଓରେ ଆଲୋଚନା କରିବା ନାଟକ ରହିଛି। ନମସ୍କାର।